हेलो फ्रेंड्स, गुड मॉर्निंग ସମସ୍ତଙ୍କୁ। ତ ଆପଣମାନେ ଥମ୍ବନେଲ୍ ଦେଖିକି ଜାଣିପାରିଥିବେ। ତ ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟାକୁ ଆଗକୁ ବଢ଼େଇବା। ତ ଆଜି ଆମେ କଥା ହେବା ବେସିକାଲି ଯୋଉ ବିଏଡ୍ ର ଆଡମିସନ ପାଇଁ କ'ଣ କ'ଣ ଦରକାର, କ'ଣ କ'ଣ ନାହିଁ, ଏଇ ସବୁ ଜିନିଷ ବିଷୟରେ ଆଜି ଆମେ କଥା ହେବା। ଚାଲନ୍ତୁ ତମ ସାମ୍ସ ପୋର୍ଟାଲ ଓପନ୍ କରି ବିଏଡ୍ କୁ ଗଲେ ଇନଫର୍ମେସନ ବ୍ରୋକର କୁ ଯିବ। ହେଲା, ବ୍ରୋକର କୁ ଯାଇକି ବିଏଡ୍ ମାରିଲ। ବିଏଡ୍ ମାରି ସାରିଲା ପରେ ହେଲା, ଏବଂ ଆସିବ ଗୋଟେ ତୁମର ପିଡିଏଫ ଟା। ତ ଏଠି ଲେଖ, ଏଠି ଦେଖ 8 ନମ୍ବର 8 ନମ୍ବର ଦିଆ ହେଇଛି। ଦେଖ, ଡକୁମେଣ୍ଟସ୍ ଟୁ ବି ସବମିଟେଡ୍ ଆଟ୍ ଦି ଟାଇମ୍ ଅଫ ଆଡମିସନ। ହେଲା, ଦେଖ ତୁମର ଏକରେ କ'ଣ ଦେଇଛି, ଡାଉନଲୋଡ ଆଡମିସନ ଲେଟର, ଡାଉନଲୋଡ ଇଣ୍ଟିମେସନ ଲେଟର। ଇଣ୍ଟିମେସନ ଲେଟର ଟା କେମିତି ପାଇବ? ଦେଖ, ତମେ ଯେତେବେଳେ ଦେଖ 8 ତାରିଖ ବାହାରିବ, ଆମର ଅଗଷ୍ଟ 8 ରେ ବାହାରିବ ଫାଷ୍ଟ ରାଉଣ୍ଡ ସିଲେକ୍ସନ। ଫାଷ୍ଟ ରାଉଣ୍ଡ ସିଲେକ୍ସନ ବାହାରିଲା ପରେ ତମେ ଯେତେବେଳେ ସ୍ଲାଇଡ୍ ଅପ୍ ଆଉ ଫ୍ରିଜ୍ କରିବ, ତମେ ଯଦି ସ୍ଲାଇଡ୍ ଅପ୍ କରିବ ତମକୁ ଫିସ୍ ତ ଦେବାକୁ ପଡିବ, କିନ୍ତୁ ତମକୁ ଇଣ୍ଟିମେସନ ଲେଟର ସେଠି ସିଏ ପ୍ରୋଭାଇଡ କରିବ ନାହିଁ। ହେଲା, କିନ୍ତୁ ତମେ ଯଦି ସେଠି ଫ୍ରିଜ୍ କରିଛ, ଯଦି ଫ୍ରିଜ୍ କଲ, ଫ୍ରିଜ୍ କରିକି ତମେ ଯଦି ଫିସ୍ ପେ କଲ, ତାପରେ ଯାଇକି ତମକୁ ଇଣ୍ଟିମେସନ ଲେଟର ମିଳିବ। ବୁଝିଲ? ହେଲା, ତ ଇଣ୍ଟିମେସନ ଲେଟର ପାଇଲ। ଦେଖ ତାପରେ କ'ଣ କହିଛି, ଦୁଇରେ କହିଛି ରିସେଣ୍ଟ କୋର୍ସ ଷ୍ଟଡିଡ୍ ସିଏଲସି ଇନ୍ ଅରିଜିନାଲ। ହେଲା, ତମେ ରିସେଣ୍ଟ କୋଉଠି ପଢୁଛ ବା ଯେ ଇନଷ୍ଟିଟ୍ୟୁସନ, ଯେ +3 ହଉ, +3 ସରିଯିବା, କିମ୍ବା ଯାହାର ପିଜି କରିଛି, କିମ୍ବା ସେଠି କୌଣସି ଟେଷ୍ଟ କରିଛି, ହେଲା, ସେଠିକାର ସିଏଲସି ଅରିଜିନାଲ ର। ହେଲା, ପୁଣି କ'ଣ କହିଛି 4ରେ କଣ୍ଡକ୍ଟ ସାର୍ଟିଫିକେଟ ଇନ୍ ଅରିଜିନାଲ। ହେଲା, ଆଜିକାଲି ତ ସିଏଲସି ଆଉ କଣ୍ଡକ୍ଟ ଏକା ସାଙ୍ଗରେ ମିଳୁଛି, ତ ସେଇଟା ତମେ ଅରିଜିନାଲ ଧରିକି ଯାଇଥିବ। କୋଉଠିକି ଯିବ? ଯୋଉଠି ତମକୁ ସିଏ ଆଲୋକେଟ କରିବ ତମର ସାମ୍ସ ବାଲା। ହେଲା, ମନେକର ତମର ଫାଷ୍ଟ ରାଉଣ୍ଡ ସିଲେକ୍ସନ ରେ ଆସିଛି, ମନେକର ଅନୁଗୁଳ ଆସିଛି। ହେଲା, ଅନୁଗୁଳ ଆସିଛି ନବକୃଷ୍ଣ ଚୌଧୁରୀ ବିଏଡ୍ କଲେଜ। ହେଲା, ତ ସେଇଠିକି ତମେ ଅନଲାଇନ ଫିସ୍ ତ ଯେତିକି ଥିବ ସେଟା ତ ଅନଲାଇନରେ ଦେଇଥିବ, କିନ୍ତୁ ଯେତେ ସବୁ ଡକୁମେଣ୍ଟସ ଏଟା ଯାଇକି ତମେ କ'ଣ ସେଠି ଫିଜିକାଲି ସବମିଟ କରିକି ଆସିବ, ଯୋଉ ଇନଷ୍ଟିଟ୍ୟୁସନ ତମକୁ ଆଲୋକେଟ କରାଯାଇଥିବ। ବୁଝିଲ? ତାପରେ 4ରେ ଦେଖ, all relevant educational certificates and mark sheets in original and photocopy। ହେଲା, ଯେତେ ସବୁ ତମର 10 ସାର୍ଟିଫିକେଟ ହଉ, +2 ହଉ, +3 ହଉ, କିମ୍ବା ଯେତେ ସବୁ ତମେ କ୍ୱାଲିଫାଇ କରିଛ, ହେଲା, ଯେତେ ସବୁ ତମେ ପଢିଛ, ତ ସେଇ ସବୁର ଅରିଜିନାଲ ଆଉ ଜେରକ୍ସ ସବୁ ଦରକାର। ଠିକ ଅଛି। ତାପରେ ଦେଖ କ'ଣ କହିଛି, ସାର୍ଟିଫିକେଟ ଅଫ ହେଡ୍ ଅଫ ଦ ସ୍କୁଲ ଟୁ ଦ ଇଫେକ୍ଟ ଦ୍ୟାଟ୍ yours passed in ODIA or HSC level in the case who have not passed ବୋର୍ଡ ସେକେଣ୍ଡାରୀ ସ୍କୁଲ ଓଡ଼ିଶା ୱିଦାଉଟ୍ ଓଡ଼ିଆ। ଏଇଟା ସେଇ ପିଲାମାନଙ୍କ ପାଇଁ ଯିଏ ତାଙ୍କର ଯୋଉ ମାନେ 10 ବୋର୍ଡରେ, ହେଲା, 10 ବୋର୍ଡରେ ତାଙ୍କର ଯେମାନଙ୍କର ଏଠି ଏମାଇଲ ଓଡ଼ିଆ ନଥିଲା। ହେଲା, ଯେଉଁମାନେ ଓଡ଼ିଆ ପଢିନାହାନ୍ତି, ଇଂଲିଶ ମିଡିୟମ ପିଲାମାନଙ୍କର, ଇଂଲିଶ ମିଡିୟମ ତାଙ୍କ ଯଦି ଓଡ଼ିଆ ପଢିନାହାନ୍ତି, ସେମାନେ କ'ଣ କରିବେ ନା, ତାଙ୍କର ଗୋଟେ ଯୋଉ ଓଡ଼ିଆ ପାସ୍ ସାର୍ଟିଫିକେଟ ଟା ସେଟା ତାଙ୍କୁ, ହେଲା, ନେଇକି ଯିବାକୁ ହବ। ଠିକ ଅଛି, ଏଟା ସେମାନଙ୍କ ପାଇଁ। ଆଉ ଯୋଉମାନେ ହାଇ ସ୍କୁଲରେ ତାଙ୍କର ଓଡ଼ିଆ ଥିଲା, ତ ସେମାନଙ୍କ ପାଇଁ ନୁହଁ। ଠିକ ଅଛି। ତ ଦେଖ, ତାପରେ ରେସିଡେନ୍ସିଆଲ ସାର୍ଟିଫିକେଟ ଇସ୍ୟୁଡ ବାଇ ନଟ୍ ଦି ରେଙ୍କ ବିଲୋ। ତାପରେ ଏଠି କ'ଣ କହିଛି, ଦେଖ, ତମର ଯଦି ST SC ପିଲା ହୋଇଛ, ତମର କାଷ୍ଟ ସାର୍ଟିଫିକେଟ ଦରକାର, ତମର ରେସିଡେନ୍ସ ସାର୍ଟିଫିକେଟ ଦରକାର। ହେଲା, ଠିକ ଅଛି। ତାପରେ ଦେଖ, UDID disability certificate issued online in their favor in case of PWD candidates। ହେଲା, କିନ୍ତୁ ଯେଉଁମାନେ PWD କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ କ'ଣ କହିଛି, ଦେଖ, UDID disability certificate, ଏଇଟା ସିଏ ଆମକୁ ମାଗିଛି। ତମର PWD କ୍ୟାଟେଗୋରୀ ଯଦି ଯାଉଛ, ପୁଣି ଯଦି ଏଇ ସାର୍ଟିଫିକେଟ ତମର ନଥିବ, ତାହେଲେ ତମକୁ ସେଇଠି ଆଡମିସନ ଦିଆଯିବ ନାହିଁ। ବୁଝିଲ? ତ ଦେଖ, ଆଉ ଯୋଉମାନେ ଏକ୍ସ ସର୍ଭିସ ବା ଏକ୍ସ ସର୍ଭିସମ୍ୟାନ ମାନଙ୍କ ପାଇଁ, ଦେଖ, ତାଙ୍କ ମାନଙ୍କୁ କ'ଣ ଅଛି, ସେ ଏକ୍ସ ସର୍ଭିସମ୍ୟାନ ସାର୍ଟିଫିକେଟ। ହେଲା, ସେଟା ସିଏ ମାଗିଛି ଇନ କେସ୍ ଅଫ ସନ୍ ଅନମ୍ୟାରିଡ୍ ଡଟର ସ୍ପାଉସ ଏକ୍ସଟ୍ରା ସର୍ଭିସ। ଠିକ ଅଛି। ତାପରେ ଦେଖ, ଟୁ ରିସେଣ୍ଟ ଷ୍ଟାମ୍ପ ସାଇଜ କଲର୍ଡ ଫଟୋଗ୍ରାଫ। ସେ କ'ଣ କହୁଛି, ତୁମର ରିସେଣ୍ଟ ର, ହେଲା, ରିସେଣ୍ଟ ତମ ସ୍ଟୁଡିଓ ଯାଇକି ଫଟୋ ଉଠେଇବ, ସେଟାକୁ ତମେ ଆଣିଥିବ। ହେଲା, ସେ 2ଟା ମାଗିଛି, ତୁମେ 8ଟା 10ଟା ବାହାର କରିଦେଇଥିବ, ଯେତିକି ଦରକାର ସେଠି ଯେତିକି ମାଗିବେ ସେତିକି ଦେବ। ହେଲା, ରିସେଣ୍ଟ ସାର୍ଟିଫିକେଟ ନେଇଥିବ, ରିସେଣ୍ଟ ଯାଇକି ଫଟୋ ଉଠେଇକି ଆଣିଥିବ,
ଆଉ ଏଟା ତମେ କଣ ଏ ଯୋଉ যেটা ତମେ ଫର୍ମ ଫିଲଅପ ବେଳେ କମନ ଆସିଲେ ଫର୍ମ ରେ ଫିଲଅପ ବେଳେ ଯେ ଫଟୋଟା ଦେଇଥିଲ ସେଟା ବି ନେଇଥିବ ହେଲା। ଠିକ ଅଛି। ତାପରେ କଣ କହୁଛି applicant has to produce all original document for verification ହେଲା only at the select as mentioned in the intimation letter ହେଲା। ଓକେ ଯେତେବେଳେ intimation letter ବାହାର ମିଳିଯିବ ହେଲା ସେଠି ସବୁ ଲେଖା ହେଇଥିବ ସବୁ ଅରିଜିନାଲ ଡକୁମେଣ୍ଟ ଭେରିଫିକେସନ ପାଇଁ ତମେ ସେଠିକି ନେଇକି ଯାଇଥିବ। ଠିକ ଅଛି। ଯେ କଲେଜକୁ ତମକୁ ଆଲୋକେଟେଡ କରାଯାଇଥିବ ହେଲା। ତାପରେ କଣ କହୁଛି नो ଅରିଜିନାଲ ଡକୁମେଣ୍ଟସ ଆର୍ ଟୁ ବି ଡିପୋଜିଟ ୱିଥ କଲେଜ ୟୁନିଭର୍ସିଟି କିନ୍ତୁ ହେଲା ଯେତେ ସବୁ ଡକୁମେଣ୍ଟ 10 ବୋର୍ଡର ଡକୁମେଣ୍ଟ ହଉ +2 ହଉ +3 ହଉ ବା ପିଜି ର ହଉ ଯାହାର ଅଛି ହେଲା ସେ ସବୁକୁ ତମକୁ ସେ ଖାଲି ଭେରିଫିକେସନ ପାଇଁ ମାଗିଛି ହେଲା ଓନ୍ଲି ଫର ଭେରିଫିକେସନ ହେଲା ସେଇ ଅରିଜିନାଲ ହେଲା ସେ କହିଛି नो ଅରିଜିନାଲ ଡକୁମେଣ୍ଟସ ଆର୍ ଟୁ ବି ଡିପୋଜିଟେଡ ହେଲା। ଗୋଟେ ହେଲେ ବି ସେଠି ଅରିଜିନାଲ ସାର୍ଟିଫିକେଟ ତମେ ଡିପୋଜିଟ କରିବ ନାହିଁ ଖାଲି ସେଟା କଣ ପାଇଁ ଖାଲି ଭେରିଫିକେସନ ପାଇଁ ହେଲା। ପ୍ରଥମେ କଣ ଲେଖିଛି ଦି ଡକୁମେଣ୍ଟ ପ୍ରୋଡ୍ୟୁସଡ ବାଇ all by the candidates if found forget at any time will lead the cancellation of the admission and the degree awarded to be conducted by the concerned university। ସେ କଣ କହିଛି ଯଦି ହେଲା କୌଣସି ଡକୁମେଣ୍ଟସ ତୁମେ ଭୁଲି ଯାଇଛ କିମ୍ବା ଛାଡିକି ଆସିଛ କିମ୍ବା ତମର ସେଟା ନାହିଁ ତାହେଲେ ତମକୁ ସେ ଆଡମିସନ ସେଇ ଇନଷ୍ଟିଟ୍ୟୁସନ ବା ୟୁନିଭର୍ସିଟିରେ ଆଡମିସନ ମିଳିବା ସମ୍ଭବ ହବ ନାହିଁ ହେଲା। ତାପରେ ସେ କଣ କହିଛି ଦେଖ ଷ୍ଟ୍ରିକ୍ଟ ଲିଗାଲ ଆକ୍ସନ ୱିଲ୍ ବି ଇଣ୍ଡିକେଟେଡ ଏଗେନ୍ଷ୍ଟ ୟୁ ୱିଲ୍ ବି ଆଉ ତମର ଯଦି ମନେକର ତମର ଇଲିଗାଲ ସାର୍ଟିଫିକେଟ ହେଇଛି ତମକୁ ଏଠି ଚୋରି କି ଆଣିଛ ନହେଲେ କେମିତି ଫର୍ଜରୀ କରିକି ଆଣିଛ ସେ ଯଦି ଧରା ପଡୁଛି ତମର ହେଲା ତମର ଲିଗାଲ ଆକ୍ସନ ୱିଲ୍ ବି ମାନେ ତମର ଲିଗାଲ ଏଫଆଇଆର ତମର ତମ ଏଗେନ୍ଷ୍ଟରେ ଦିଆଯାଇପାରେ ବୋଲି ଲେଖିଛି ହେଲା। ତାପରେ ହେଲା ନୋଟ ପଏଣ୍ଟ ଦେଖ କଣ ହେଇଛି ଇମ୍ପୋର୍ଟାଣ୍ଟ କଣ ଦେଇଛି ଦେଖ only after admission process completed at the in last institutions you will be submitted the migration certificate ହେଲା ମାଇଗ୍ରେସନ ସାର୍ଟିଫିକେଟ ତମେ କେତେବେଳେ ସବମିଟ କରିବ ନା ମାଇଗ୍ରେସନ ସାର୍ଟିଫିକେଟ ତମେ ସେତେବେଳେ ସବମିଟ କରିବ ଯେତେବେଳେ ତମର ଇନଷ୍ଟିଟ୍ୟୁସନ ଲାଷ୍ଟ ମନେକର ଜଣେ ଫାଷ୍ଟ ଯେଟା ପକେଇଛି ହେଲା ସେ ଯେତେବେଳେ ମନେକର 3 ନମ୍ବର ପାଇଛି ସେ ସ୍ଲାଇଡ ଅଫ୍ କରିଛି 1 ନମ୍ବରକୁ 1 ନମ୍ବର ଯଦି ସେ ସ୍ଲାଇଡ ଅଫ୍ କରିଲା ହେଲା ତ 3 ନମ୍ବର ତ ସେ ତ ତାର ଆଡମିସନ ହେଇଯିବ ହେଲା କିନ୍ତୁ ସେତେବେଳେ ସିଏ ତାର ଇଣ୍ଟିମେସନ ମାଇଗ୍ରେସନ ସାର୍ଟିଫିକେଟ ଦେବନି ହେଲା। ମନେକର ସିଏ ସ୍ଲାଇଡ ଅଫ୍ କରିକି ତାର ସେକେଣ୍ଡ ରାଉଣ୍ଡ ସିଲେକ୍ସନରେ ନହେଲେ ଥାର୍ଡ ରାଉଣ୍ଡ ସିଲେକ୍ସନରେ ଏଇଠି ଆସିଲା ତ ଏଇଠି ଯେତେବେଳେ ଆଡମିସନ ହବ ହେଲା ଏଠି ଯେତେବେଳେ ଆଡମିସନ ହବ ତାପରେ ଯାଇକି ସିଏ ତାର ମାଇଗ୍ରେସନ ସାର୍ଟିଫିକେଟ ଲାଷ୍ଟ ଇନଷ୍ଟିଟ୍ୟୁସନ ଯୋଉଠି ପଢିଥିଲା ସେଠି ତୋର ଆଣିକି ଏଇଠି ସିଏ ଦବ ହେଲା ବୁଝିଲ। ତାପରେ ଆଉ ଗୋଟେ ନୋଟ ପଏଣ୍ଟ କଣ ଦେଖ Xerox of all certificate mark sheet shall be counted signed by the candidate in full under the caption submitted by me ହେଲା ଦେଖ ତମେ ଯେତେ ସବୁ ଜେରକ୍ସ ଅଛି ହେଲା ଜେରକ୍ସ ର ଯେତେ ସବୁ ସାର୍ଟିଫିକେଟ ହଉ ମାର୍କସିଟ ହଉ କି ଅନ୍ୟ କୌଣସି ଜିନିଷ ହଉ ଆଧାର କାର୍ଡ ହଉ ଯାହା ସବୁ ହଉ ତାର ତଳେ ସମସ୍ତେ କଣ ମାରିବ ତୁମର ସେଲ୍ଫ ଆଟେଷ୍ଟ ମାନେ ସିଗ୍ନେଚର ମାରିବ ହେଲା ଏବଂ ସବମିଟେଡ ବାଇ ମି ବୋଲେ ସେଟା ତମକୁ ଡେସ୍କ ଖାଇ ଦେଇଯିବ ହେଲା। ତାପରେ କଣ ଦେଇଛି ଦେଖ ନୋଟରେ this is for information all candidate that the admission fees per year will be collected through online mode ତ ଯେତେ ସବୁ ତମର ଅନଲାଇନ ଫିସ୍ ହଉଛି ହେଲା ମନେକର ଗଭର୍ଣ୍ଣମେଣ୍ଟରେ ଯେତେ 5,062 କେତେ ଅଛି କିମ୍ବା ତମର ସେଲ୍ଫ ଫାଇନାନ୍ସ ହଉ ହେଲା ତମକୁ ସେଟା କଣ କରାଯିବ ବା ଅନଲାଇନ ମୋଡରେ ତମକୁ ସେଟା ଦେବାକୁ ପଡିବ ଯେତେବେଳେ ଆଡମିସନ ଫିସ୍ ଦେବ ହେଲା ତାପରେ ଯାଇକି ତମର ଇଣ୍ଟିମେସନ ଲେଟର ଶୋ କରିବ ଯଦି ତୁମେ ଫ୍ରିଜ କରୁଛ ଆଉ ଯଦି ସ୍ଲାଇଡ ଅଫ୍ କରିବ ଇଣ୍ଟିମେସନ ଲେଟର ଶୋ କରିବନି ତ ଫାର୍ଷ୍ଟ ରାଉଣ୍ଡ ସେକେଣ୍ଡ ରାଉଣ୍ଡ ନହେଲେ ଥାର୍ଡ ରାଉଣ୍ଡ ସିଲେକ୍ସନ ଯେତେବେଳେ ଆସିବ ତୁମେ ଯଦି ସ୍ଲାଇଡ ଅଫ୍ କରୁଥିବ ସେତେବେଳେ ତମେ ତମର ଇଣ୍ଟିମେସନ ଲେଟର ଦେଖେଇବି। ତାପରେ କଣ କରୁଛି ଦେଖ ଆଡମିସନ ଫିସ୍ ଡ୍ୟୁରିଂ ଏକାଡେମିକ ସେସନ ଦେଖ ଆଡମିସନ ଫିସ୍ ଯଦି ଦେଇଛି ଫାର୍ଷ୍ଟ ଇୟର ପାଇଁ 5,062 ଦେଇଛି ଆଉ ସେକେଣ୍ଡ ଇୟର ପାଇଁ କେତେ ଦେଇଛି 4,618 ଟଙ୍କା ହେଲା। ଏଇଟା ଥିଲା ତ ନର୍ମାଲ ସିଟ୍ ପାଇଁ ଆଉ ଏଇଟା ଗଭର୍ଣ୍ଣମେଣ୍ଟ ସିଟ୍ ପାଇଁ ହେଲା। ଆଉ ସେଲ୍ଫ ଫାଇନାନ୍ସ ପାଇଁ ଦେଖ କେତେ ଦେଇଛି 45,000 ଲେଖା ଦେଇଛି ବର୍ଷକୁ ହେଲା ସେକେଣ୍ଡ ବର୍ଷ 48,000 ଦେଇଛି। ଏଇଟା ସବୁ ଥିଲା ଆଜିର ଇନଫର୍ମେସନ ଇମ୍ପୋର୍ଟାଣ୍ଟ ଇନଫର୍ମେସନ ହେଲା ଆପଣ ମାନେ ଆଡମିସନ ରେ କଣ କଣ ନେଇକି ଯିବେ ତ ଯେତେ ସବୁ ଜିନିଷ କହିଲି ଏଇ ଜିନିଷ ଗୋଟେକୁ ଭୁଲିବେ ନାହିଁ ନହେଲେ ଆପଣଙ୍କର ଆଡମିସନ ରୁଦ୍ଧ ହେଇପାରେ। ଠିକ ଅଛି ଧନ୍ୟବାଦ ସମସ୍ତଙ୍କୁ।